ଦେଖନ୍ତୁ ଲଗାତାର ଗୋଟିଏ ଦିନ ପ୍ରାୟ ପାଖାପାଖି 9 ଘଣ୍ଟା 8 ଘଣ୍ଟା 9 ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅବିରାମ ବର୍ଷା ହେଇଛି, ଯେଉଁଟାକି ବାଲେଶ୍ୱରରେ ଏଭଳି ବର୍ଷା ପ୍ରାୟ ଲୋକ ଦେଖିବାକୁ ପାଇନଥିଲେ। ଯେଉଁ ବର୍ଷାର ପ୍ରଭାବ ବର୍ତ୍ତମାନ ରହିଛି ବାଲେଶ୍ୱର ପୌରପାଳିକାରେ ପାଖାପାଖି 15ରୁ ଉର୍ଦ୍ଧ୍ୱ ୱାର୍ଡ ଜଳମଗ୍ନ ଅଛି। ବିଭିନ୍ନ ତଳିଆ ଅଞ୍ଚଳ ଯେମିତି ବୁଢ଼ାବଙ୍ଗ ବଳଙ୍ଗ ଅଞ୍ଚଳର ଯେଉଁ ତଳିଆ ଅଞ୍ଚଳ ଯେଉଁ ସଂଲଗ୍ନ ଅଞ୍ଚଳ ଅଛି ସେଗୁଡ଼ିକ ପ୍ରାୟ ପ୍ରଭାବିତ ହୋଇଛି। ମ୍ୟୁନିସିପାଲିଟି ତରଫରୁ ବିଭିନ୍ନ ପ୍ରକାର ସୁବ୍ୟବସ୍ଥା କରାଯାଇଛି। ଯେଉଁଠି ପାଣି ପ୍ରାୟ ପଶିଛି, ଯେଉଁ ଘର ଭିତରେ ବର୍ତ୍ତମାନ ସୁଦ୍ଧା ପାଣି ଅଛି, ତାକୁ ପମ୍ପ ସେଟ୍ ଦ୍ୱାରା ତାକୁ ଜଳ ନିଷ୍କାସନ କରାଯାଉଛି। ତା ସହିତ ୱାର୍ଡ଼ରେ ଯେଉଁ ଅଧିବାସୀମାନେ ବା ବ୍ୟକ୍ତିମାନେ ସେମାନେ ତାଙ୍କ ଘର ଜଳମଗ୍ନ ହେଇଛି, ସେମାନଙ୍କୁ ବିଭିନ୍ନ ୱାର୍ଡ଼ରେ ବିଭିନ୍ନ ସ୍କୁଲରେ ସରକାରୀ ସ୍କୁଲରେ ସେମାନଙ୍କୁ ରଖାଯାଇଛି। ପ୍ରାୟ ପାଖାପାଖି 300ରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷ ମଧ୍ୟ ଅଛନ୍ତି। ତା ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି, ଯେମିତି ଚୁଡ଼ା ଗୁଡ଼ ସେମାନଙ୍କୁ ଦିଆଯାଉଛି, ବିସ୍କୁଟ ଦିଆଯାଉଛି। ତା ସହିତ ରନ୍ଧା ଖାଦ୍ୟ ମଧ୍ୟ ଦିଆଯାଉଛି। ରନ୍ଧା ଖାଦ୍ୟ ପ୍ରାୟ ସ୍କୁଲ ଗୁଡ଼ିକେ ଯେମିତି 1 ନମ୍ବର ୱାର୍ଡ଼ର ଆମର ସ୍କୁଲ UG ସ୍କୁଲରେ ଅଛି, ସେମିତି 12 ନମ୍ବରର ସ୍କୁଲ ଗୋଟେ ଅଛି, 24 ନମ୍ବରର ବାଳିକା ସ୍କୁଲ ଅଛି। ସେଇଭଳି ଭାବରେ ସୋବରାମପୁର ସ୍କୁଲ ଅଛି। ତା ସହିତ ଟାଉନ୍ ହାଇସ୍କୁଲ ଅଛି, ଟାଉନ୍ ହଲ୍ ଅଛି। ଆମର 31 ନମ୍ବର ୱାର୍ଡ଼ର ମଧ୍ୟ ITI ଯେଉଁଠି ହୁଏ ସେଠି ମଧ୍ୟ ବ୍ୟବସ୍ଥା କରାହେଇଛି। ଆମର 20 ନମ୍ବର 21 ନମ୍ବରର ୱାର୍ଡ଼ରେ ମଧ୍ୟ ସୋବରାମପୁରର ବ୍ରିଜ୍ ତଳେ ବ୍ୟବସ୍ଥା କରାହେଇଛି। ସେଭଳି ଦେଖିବାକୁ ଗଲେ ବିଭିନ୍ନ ୱାର୍ଡ଼ରେ ବିଭିନ୍ନ ସ୍ଥାନରେ ତାଙ୍କର ରହିବା ବ୍ୟବସ୍ଥା କରାହେଇଛି, ତାଙ୍କୁ ଖାଇବା ବ୍ୟବସ୍ଥା କରାହେଇଛି। ତେଣୁ ଆଉ ଯେକୌଣସି ଆଉ ପାଣି ମଧ୍ୟ ଯାହା ଘରେ ପଶିଛି ସେମାନଙ୍କର ପାଇପ୍ ଦ୍ୱାରା ବା ତା ପମ୍ପ ସେଟ୍ ଦ୍ୱାରା ସେମାନଙ୍କର ପାଣି କାଢ଼ିବାର ବ୍ୟବସ୍ଥା କରାହେଉଛି। ଆଉ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ମଧ୍ୟ କରାଯାଉଛି। ଯେଉଁଠିକି ଗଛ ପଡ଼ିଯାଇଛି କି କ'ଣ ହେଇଛି, ଆମର ଗାଡ଼ି ଯାଇ ବା ଆମର ଏନଫୋର୍ସମେଣ୍ଟ ଟିମ୍ ଅଛନ୍ତି, ସବୁ ପ୍ରକାର ସହାୟତା କରାହେଉଛି। ଅଫିସରମାନେ ସେଠି ନିଯୁକ୍ତ ହେଇଛନ୍ତି, ପାଖାପାଖି 15 ଜଣରୁ ଉର୍ଦ୍ଧ୍ୱ ସେମାନଙ୍କୁ ସେଠି ଡ୍ୟୁଟିରେ ପକାଯାଇଛି। ଆମର ଏକ୍ଜିକ୍ୟୁଟିଭ୍ ଅଫିସରଙ୍କୁ ମଧ୍ୟ ନିର୍ଦ୍ଦେଶ ଅଛି ସରକାର ତରଫରୁ, ସବୁ ପ୍ରକାରର ସୁବ୍ୟବସ୍ଥା ସେମାନଙ୍କ ପାଇଁ କରାଯାଇଛି। ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ଯାହା ଅଛି ଠିକ୍ଠାକ୍ ବର୍ତ୍ତମାନ ଅଛି, ଯେମିତି ସରକାରଙ୍କର ନିର୍ଦ୍ଦେଶ ଆସୁଛି ସେ ଅନୁସାରେ ଆମେ କାର୍ଯ୍ୟ କରୁଛୁ। ଆଉ ଆପଣମାନେ ଦେଖିଥିବେ ଏବେ ବି ସୁଦ୍ଧା ପାଣି ଘରର ବହୁତ ଜାଗା ଅଛି, ଯେମିତିକି ଚୁନଭାଟି ଲାଇନ୍ଟା ବର୍ତ୍ତମାନ ସୁଦ୍ଧା ପାଣି କଟିନି। ବାରବାଟୀରେ ଅଛି ଆମର ଯେଉଁଟା ହେଉଛି ନୁଣିଆଯୋଡ଼ି ପାଖରେ ପୁରା ପାଣି ବର୍ତ୍ତମାନ ପାଖାପାଖି ସେଠି ବି 4 ଫୁଟ ପାଖାପାଖି ପାଣି ଅଛି। ଆଉ ପୁରୁଣା ବାଲେଶ୍ୱରର ମଧ୍ୟ ଅଛି, ପାଖାପାଖି ତ ବହୁତ କଟିଗଲାଣି, କିନ୍ତୁ ସେଇ ଜାଗାରେ ବର୍ତ୍ତମାନ ସୁଦ୍ଧା ପାଣି ଅଛି। ଦୋଡ଼ିଭଙ୍ଗାରେ କାଲି ପାଣି ଥିଲା ଏବଂ ଦୋଡ଼ିଭଙ୍ଗାରେ ଲୋକ କିଛି ଅଭିଯୋଗ କରୁଥିଲେ ଗୋଟେ ତାଙ୍କ ପାଖରେ କିଛି ସହାୟତା ପହଞ୍ଚି ପାରିନି। ପରବର୍ତ୍ତୀ ସମୟରେ କେମିତି କ'ଣ ରହିଲା ଆପଣଙ୍କର ବ୍ୟବସ୍ଥା? ନା, ଦୋଡ଼ିଭଙ୍ଗାରେ ଦେଖନ୍ତୁ, ଦୋଡ଼ିଭଙ୍ଗାରେ ବ୍ୟବସ୍ଥା ପ୍ରଥମ ହଠାତ୍ ଯେତେବେଳେ ପାଣି ପଶିଲା ସେ ବ୍ୟବସ୍ଥା ତ ହେଇନଥିଲା ନା। ହଠାତ୍ ପାଣି ପଶିଲା, ବୁଝିପାରିଲେ ନା, ସମୟ କାହାକୁ ଦେଇନି। ରାତି ଦିନ କି ବର୍ଷା ହେଇଛି, ତାପରେ ହଠାତ୍ ସବୁ ଆଡ଼େ ପାଣି ପଶିଛି। ଦୋଡ଼ିଭଙ୍ଗାରେ ସେଣ୍ଟର କରାନଥିଲା, ଟିକେ ଟାଇମ୍ ଲାଗିଛି। ଆମର ଶ୍ୟାମସୁନ୍ଦର ସ୍କୁଲଟା ଅଛି, ସେଠି ସେଣ୍ଟର କରାହେଲା। ଟିକେ ଟାଇମ୍ ଲେଟ୍ ଅଛି, କିନ୍ତୁ ସବୁ ପ୍ରକାର ବ୍ୟବସ୍ଥା ଅତି ଶୀଘ୍ର କରାହେଲା ସେମାନଙ୍କ ପାଇଁ। ଏବେ ବି ସୁଦ୍ଧା କରାହେଉଛି। ଏବେ ଯେଉଁ ଅଞ୍ଚଳର ଅଛି ବର୍ତ୍ତମାନ ରନ୍ଧା ଖାଦ୍ୟ ବାହାରି ଯିବଣି, ପାଖାପାଖି ହେଇଗଲାଣି, ରନ୍ଧା ଖାଦ୍ୟ ବାହାରି ଯାଇଥିବଣି। ଆଉ ଯେଉଁଗୁଡ଼ାକ ଯେଉଁମାନେ ଆସୁନାହାନ୍ତି ପାଣି ଘରରେ ଏବେ ବି ଅଛନ୍ତି, ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ତାଙ୍କ ଘରକୁ ପଠାଯାଉଛି ମଧ୍ୟ। ମୁଁ ଯାହା ଦେଖୁଛି ପ୍ରାୟ ଆସୁଛି ତ ନିୟନ୍ତ୍ରଣକୁ ଆସୁଛି। ଆଉ ଜନସାଧାରଣଙ୍କର ନିହାତି ସପୋର୍ଟର ବି ଆବଶ୍ୟକ ରହୁଛି। ମାନେ ଆଙ୍ଗୁଳି ତ ଦେଖାଉଛନ୍ତି ସମସ୍ତେ, କିନ୍ତୁ ତା ସହିତ ଆପଣମାନଙ୍କର ସହଯୋଗ ମୁଁ କାମନା କରୁଛି।
खाली जड़े मिसी तार हेल्प बा सहयोग एका जड़े करें समस्त सहयोग आवश्यक कौटी किसी प्रोब्लेम है आपन को हेल्पलाइन दिखाई हेल्पलाइन माध्यम चिट्ठी माध्यम समस्त को भी जन दिखाई आपण मैंने हेल्पलाइन माध्यम कंटाक्ट करेंगे कौन भी अंचल जदि म्युनिसिपालिटी अंचल भली परिस्थिति उपजिला किसी असुविधा कार है कि पानी घेर किए रही जदि आमको जनइबे आम टीम अच्छी सांगे सांगे जाई से उद्धार करेंगे।